हाँ ବିଷୟ କଣ ଯେ ଆଜ୍ଞା ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଆପଣ ତ କହୁଛନ୍ତି ଆଜ୍ଞା। ହେଲେ ଯେ ଦେହ ଖରାପ ହେଲେ ରୋଗ ପାଇଁ ଯଦି ବ୍ରହ୍ମାଣ୍ଡରେ ଔଷଧ ଅଛି ପିଣ୍ଡରେ ବି ଔଷଧ ଥାଇପାରେ ଆଜ୍ଞା। हाँ अच्छी ସେଇ ଜିନିଷଟା ବୁଝିବା ପାଇଁ ଆଉ ଗୋଟେ କଥା ଆଜ୍ଞା ଆମର ଯେ ସୂର୍ଯ୍ୟ ଚନ୍ଦ୍ର ପିଣ୍ଡରେ ଅଛନ୍ତି ଏ ବ୍ରହ୍ମାଣ୍ଡରେ ଅଛନ୍ତି ପିଣ୍ଡରେ ବି ନିହାତି ଥିବେ। ସେଇ ବିଷୟରେ ଟିକେ ଆପଣ କଣ କହିଥିଲେ ହେଇନଥାନ୍ତେ ଆଜ୍ଞା ଯେମିତି ଆମର ପିଣ୍ଡରେ ଆମର ବ୍ରହ୍ମାଣ୍ଡରେ ଦିନ ହୁଏ ରାତି ହୁଏ ସୂର୍ଯ୍ୟ ଚନ୍ଦ୍ର ଉଦୟ ଅସ୍ତ ହୁଅନ୍ତି ତ ଆମର ପିଣ୍ଡରେ କଣ ସେମିତି ହୁଏନି? ସେଇ ବିଷୟରେ ଟିକେ ଜାଣିଥିଲେ ଭଲ ହେଇଥାନ୍ତା ଆଜ୍ଞା। ନାଇଁ ପିଣ୍ଡରେ ଦେଖ ତମର ପିଙ୍ଗଳା ନାଡି ହଉଛି ସୂର୍ଯ୍ୟ ନାଡି, ଆଜ୍ଞା ଇଡା ନାଡି ହେଲା ଚନ୍ଦ୍ର ନାଡି ହେଲା। ଆଜ୍ଞା ଚନ୍ଦ୍ର ନାଡି ଉଦୟରେ ରାତି ଆରମ୍ଭ ହୁଏ, ସନ୍ଧ୍ୟା ହୁଏ ବୁଝିଲେ କି। ଚନ୍ଦ୍ର ନାଡି ଅସ୍ତ ହେଇଗଲେ ରାତି ଅସ୍ତ ହେଇଯାଏ, ଦିନ ଆସେ। ସୂର୍ଯ୍ୟ ନାଡି ଉଦୟ ହେଲେ ସକାଳ ହୁଏ, ସୂର୍ଯ୍ୟ ନାଡି ଅସ୍ତ ହେଇଗଲେ ଦିନ ଅସ୍ତ ହେଇଯାଏ। ତେଣୁ ସୂର୍ଯ୍ୟ ନାଡିଟା ହଉଛି ଦିନ, ଚନ୍ଦ୍ର ନାଡିଟା ହଉଛି ରାତି। ତେଣୁ ଏଇ ଦିନ ରାତି ଆମ ଦେହ ଭିତରେ ଚାଲିଛି। ଆଜ୍ଞା ଯେ ଚାଲିଛି ଯେ ତାର ଦିନ ଯେମିତି ଆମର 24 ଘଣ୍ଟାରେ ଗୋଟେ ଦିନ ହଉଛି ତ 24 ଘଣ୍ଟା ଭିତରେ କେତେ ଥର ଏପଟେ ମାନେ ନାଡି 24 ବଦଳୁଛି? ଘଣ୍ଟାରେ ଗୋଟେ ଦିନ ହଉନି, 12 ଘଣ୍ଟାରେ ଗୋଟେ ଦିନ ହଉଛି। 12 ଘଣ୍ଟାରେ 12 ଘଣ୍ଟାରେ ରାତି, 12 ଘଣ୍ଟାରେ ଦିନ। 12 ଘଣ୍ଟା ଗୋଟେ ପିଙ୍ଗଳା ନାଡି ଚାଲେ ଆଉ 12 ଘଣ୍ଟା ଇଏ ନାଡି ଚାଲେ। ଚାଲେ ଯେ କିନ୍ତୁ ସେ 12 ଘଣ୍ଟା ଅହରହ ଚାଲେ ନା ବୁଝିଲେ ନା। ଆଉ ନା ଆଉ ପିଙ୍ଗଳା ନାଡି 1.5 ଘଣ୍ଟା ଚାଲେ, ସେ 1.5 ଘଣ୍ଟା ପରେ ପୁଣି ଇଡା ନାଡି ଆରମ୍ଭ ହୁଏ। ଇଡା ନାଡି 1.5 ଘଣ୍ଟା ଚାଲେ, ପୁଣି ପିଙ୍ଗଳା ନାଡି ଆରମ୍ଭ ହୁଏ। ଏମିତି 1.5 ଘଣ୍ଟା ଚାଲିଲେ ହିସାବ ହେଇଗଲେ ତମର 12 ଘଣ୍ଟା ହଉଛି ଇଡା ନାଡି, 12 ଘଣ୍ଟା ହଉଛି ପିଙ୍ଗଳା ନାଡି। କିନ୍ତୁ ପ୍ରତିଥର ଚାଲିଲେ ଇଏ 1.5 ଘଣ୍ଟା ଇଡା ନାଡି ଚାଲି ସାରିଲା ପରେ ଇଡା ନାଡି 90 ମିନିଟ, 2 ଘଡ଼ି, ଘଡ଼ି କହୁଛି 45 ମିନିଟ୍, 2 ଘଡ଼ି ଆଜ୍ଞା ହେଲା 90 ମିନିଟ୍, 90 ମିନିଟ୍ ହେଲା 1.5 ଘଣ୍ଟା। ତେଣୁ ଆଜ୍ଞା ପ୍ରତି ନାଡିରେ ପବନ ଆମର 2 ଘଡ଼ି ରହେ, 90 ମିନିଟ୍ ରହେ। ତେଣୁ ପିଙ୍ଗଳା ନାଡିରେ ଯେତେବେଳେ 90 ମିନିଟ୍ ପୂରଣ ହେଇଗଲା ପୁଣି ଇଡା ନାଡି ଗଲା, ଇଡା ନାଡି 90 ମିନିଟ୍ ଗଲେ ପୁଣି ପିଙ୍ଗଳା ନାଡି ଗଲା। ଏମିତି ଅଲ୍ଟରନେଟ୍ ହଉଥିବ। କିନ୍ତୁ ମିଶେଇ ଦେଲେ ଦିନ ମାନେ ଟୋଟାଲ 24 ଘଣ୍ଟାରେ ଯଦି ଆମେ ଟୋଟାଲ ମିଶେଇ ଦେବା, ଇଡା ନାଡିରେ 12 ଘଣ୍ଟା ଭୋଗ ହେଲା, ପିଙ୍ଗଳା ନାଡିରେ ମଧ୍ୟ 12 ଘଣ୍ଟା ଭୋଗ ହେଲା। ହେଲେ ବାବା ଅମାବାସ୍ୟା ପୂର୍ଣ୍ଣିମା ସଂକ୍ରାନ୍ତି ଏଗୁଡା ବି ଦେହ ଭିତରେ ହୁଏ? କଣ ଅମାବାସ୍ୟା ପୂର୍ଣ୍ଣିମା କଣ ହବ? ଅମାବାସ୍ୟା ସଂକ୍ରାନ୍ତି ଯେମିତି ବ୍ରହ୍ମାଣ୍ଡ ମତରେ ଅମାବାସ୍ୟା ପୂର୍ଣ୍ଣମୀ ସଂକ୍ରାନ୍ତି ହୁଏ, ହଁ ପିଣ୍ଡ ମତରେ ବି ଅମାବାସ୍ୟା ପୂର୍ଣ୍ଣମୀ ସଂକ୍ରାନ୍ତି ହୁଏ। ପୂର୍ଣ୍ଣମୀ ଅମାବାସ୍ୟା ହବ, ପିଣ୍ଡ ମତରେ ପୂର୍ଣ୍ଣମୀ ଅମାବାସ୍ୟା ହବ। ତମର ଯେ ଚନ୍ଦ୍ରଙ୍କର ଗତି ଆଜ୍ଞା ତମର 15 ଦିନରେ ଥରେ, ଆଜ୍ଞା 15 ଦିନ ଉଦୟ ହବ, 15 ଦିନ ଅସ୍ତ ହବ, ବୁଝିପାରିଲେ। ହଁ ସୂର୍ଯ୍ୟଙ୍କର ଗତି ହଉଛି 6 ମାସରେ ଥରେ, 6 ମାସ ଉତ୍ତରାୟଣ, 6 ମାସ ହଉଛି ଦକ୍ଷିଣାୟନ। ଇଡା ନାଡି ପିଙ୍ଗଳା ନାଡିରେ ହଉଛି ତମର 12 ଘଣ୍ଟା, ଇଏ 12 ଘଣ୍ଟା, ସିଏ 12 ଘଣ୍ଟା, ବୁଝିପାରିଲେ ନା। ତେଣୁ ଏଇ ଯୋଉ ଚନ୍ଦ୍ର ନାଡିରେ ଯୋଉ ଅମାବାସ୍ୟା ପୂର୍ଣ୍ଣମୀ ହବ ସେଇଟା ହଉଛି ତମର ତ୍ରିକୁଟରେ, ମାନେ ତ୍ରିକୁଟ ଘର ହଉଛି ଚନ୍ଦ୍ର ଘର ହେଲା। ସେ ଚନ୍ଦ୍ରଘର ତ୍ରିକୁଟରେ ପୂର୍ଣ୍ଣମୀ ଆଉ ଅମାବାସ୍ୟା ମଧ୍ୟ ହୁଏ ହେଲା। ଆଉ ତାପରେ ସେଠୁ ପ୍ରାଣ ଘର, ପ୍ରାଣ ସୂର୍ଯ୍ୟ ଘର ହେଲା ହୃଦୟ, ହୃଦୟରେ ମଧ୍ୟ ସୂର୍ଯ୍ୟଙ୍କର ମଧ୍ୟ 6 ମାସ ଉତ୍ତରାୟଣ, 6 ମାସ ଦକ୍ଷିଣା ହୁଏ। ଆମର ଯୋଉ ମସ୍ତିଷ୍କ, ଏଇ ମସ୍ତିଷ୍କରେ ହେଲା କି ଗୋଟେ ଉତ୍ତରାୟଣ, ଗୋଟେ ଦକ୍ଷିଣାୟନ ହେଲା। ଡାହାଣ ପଟ ମସ୍ତିଷ୍କ ଟା ହଉଛି ଉତ୍ତରାୟଣ, ଆଉ ବାମ ପଟ ମସ୍ତିଷ୍କ ହେଲା ଦକ୍ଷିଣାୟନ ହେଲା। ସେ ସୂର୍ଯ୍ୟଙ୍କର ଅୟନ ଗତି। ତଳକୁ ଆମର ରହିଲା ଦିବାରାତ୍ରି, ତ୍ରିକୁଟ ପାଖରେ ରହିଲା ଆମର ଚନ୍ଦ୍ରଙ୍କର ଗତି, ଆଉ ଉପରକୁ ଗଲା ସୂର୍ଯ୍ୟଙ୍କର ଉତ୍ତରାୟଣ ଦକ୍ଷିଣାୟନ ଗତି। ଯୋଉଟା ଡାହାଣ ପଟରେ ଆମର ଯୋଉ ସୂର୍ଯ୍ୟ ନାଡିରେ ଚାଲୁଛି, ଏଇଟା ଡାହାଣ ପଟରେ ଯୋଉଟା ଚାଲୁଛି ସେଇଟା ମସ୍ତିଷ୍କରେ ସେଇଟା ବାମ ପଟକୁ ପ୍ରଭାବିତ କରୁଛି। ଆଉ ବାମ ପଟରେ ଯୋଉଟା ଚାଲୁଛି, ଇଡା ନାଡିରେ ଯୋଉଟା ଚାଲୁଛି, ସେଇଟା କଣ କରୁଛି ନା ଡାହାଣ ପଟର ମସ୍ତିଷ୍କକୁ ପ୍ରଭାବିତ କରେ, ଓଲଟାଟା ହୁଏ ହେଇକି ସେଟା ଚାଲେ ଆଉ। ହେଲେ ବାବା ଦୀକ୍ଷା ନେଲେ ଏଇଟା ପ୍ରାଞ୍ଜଳରେ ବୁଝି ହବ?
दीक्षा नेले तो शिष्य को गुरु जहाँ कहवा कथा सब कहबो आ दीक्षा नेले कौन दरकार पड़ो आज्ञा दीक्षा नेले किसी दरकार पड़ो नहीं କିଛି ଖାଲି କିଛି ଦରକାର ନାହିଁ ନା ସେଟା ତମ ଉପରେ ନିର୍ଭର କରି ତମେ ଗୁରୁଟିଏ କରିବ ଗୁରୁଙ୍କୁ ସ୍ନେହ ଶ୍ରଦ୍ଧାରେ ଗୁରୁ କରିବ ତେଣୁ ଗୁରୁଙ୍କୁ ତମେ ଶ୍ରଦ୍ଧାରେ ଯାହା ଦବ ଗୁରୁ ଗ୍ରହଣ କରିବେ କୋଉଠି ଶୁଣ ଗୁରୁଙ୍କୁ ଲୁଗା ଖଣ୍ଡେ ପିନ୍ଧେଇ ପାର ଗୁରୁଙ୍କୁ ପୂଜା ଉପକରଣରେ ପୂଜା କରିପାର ଗୁରୁଙ୍କୁ ଖାଦ୍ୟ ଖୋଇପାର ଗୁରୁଙ୍କୁ ଦକ୍ଷିଣା ଦେଇପାର ସେଟା ତମ ଉପରେ ନିର୍ଭର କରେ ଆମେ ଯଦି ଆଶ୍ରମକୁ ଯିବା ମଞ୍ଜରୀ ରୋଡ ଯୋଉ ଆପଣଙ୍କ ଏଡ୍ରେସ ଟା ଲେଖିଛନ୍ତି ସେଠି ଗଲା ପରେ ସେଇଠି କିସ ନେଇକି ଯିବା ସେଇଟା ସବୁ ଜିନିଷ ମିଳିବନି ଆଜ୍ଞା ନା ନା ତମେ ଯୋଉ ନେଇକି ଯିବା ପାଇଁ କହୁଛ ତମେ ସେ ମଞ୍ଜୁର ରୋଡ ବଜାର ଅଛି ତମେ ସେଠୁ ବି ଯଦି ଆଣିବ କିନ୍ତୁ ମୁଁ ପା କହିଲି ଏଇ ଜିନିଷ ତମେ ଯେତେବେଳେ ଗୁରୁଟିଏ କରିବ ତମର ଫୁଲ ଭୋଗ ଧୂପ ଦୀପ ଗୁରୁଙ୍କୁ ଖାଇବାକୁ ଦବ ଗୁରୁଙ୍କୁ ଦକ୍ଷିଣା ଦବ ଗୁରୁଙ୍କୁ ବସ୍ତ୍ର ଦବ ଏଇଗୁଡାକ ସବୁ ତମର କର୍ତ୍ତବ୍ୟ କିନ୍ତୁ ଆମର ସେଗୁଡା ଦରକାର ନାହିଁ ଦେଲେ ଖୁସି ନଦେଲେ ଖୁସି ତମ ଶ୍ରଦ୍ଧା ତମର ପ୍ରଭୁ ଯେ ତମର ମନ ଯେଡେ ତମର ପ୍ରଭୁ ତେଡେ ଏଇଟା ଆଜ୍ଞା ଆଉ ଟିକେ ଜିନିଷ ବୁଝିଥାନ୍ତେ ଭାଗବତ ଉପରେ ସେଟା ଏବେ ମୁଁ ବର୍ତ୍ତମାନ କଟକରେ ଅଛି ତ ତାହେଲେ ଗୋଟେ ଦିନ ଭାଗବତ ଗୋଟେ ଜିନିଷ ଆଜ୍ଞା ଯୋଉ ପଢିକି ବୁଝିପାରୁନି ଏକାଦଶ ସ୍କନ୍ଧରେ ମୋତେ ସମର୍ପିବ ପୁଣି ଗ୍ରହଣ ନ କରିବ ଏଇଟା ଟିକେ ବୁଝେଇ ଦେଇଥିଲେ ଏଇଟା ବାବା ଯୋଉଦ୍ରବ୍ୟ ମୋତେ ସମର୍ପିବ ଶୁଣ ଏମିତି ଭାଗବତରେ ପଚାରନ୍ତି ନାହିଁ ତମେ ଭାଗବତ ଟୋଟାଲ ପଢିକି ବୁଝ ଯୋଉଟାକୁ କହିଲ ଯେ ଦ୍ରବ୍ୟ ମୋତେ ସମର୍ପିବ ପୁଣି ଗ୍ରହଣ ନ କରିବ ତା ପୂର୍ବ ପରଟା କଣ ତମେ ଦେଖ ଆଗେ ଦେଖିଲେ କଥାଟା ବୁଝି ହବ ତା ପୂର୍ବ ପଦଟା କଣ ଅଛି ପର ପଦଟା କଣ ଅଛି କୋଉ ଅଧ୍ୟାୟରେ ସେଟା ଅଛି ସେଗୁଡା ସବୁ ଡିଟେଲ ଅଛି ଆଜ୍ଞା ଭାଗବତର ଏଇଟା ଠିକ ଅଛି ଏକାଦଶ ସ୍କନ୍ଧର କୋଉ ଅଧ୍ୟାୟରେ କଣ ଅଛି ତମେ ପଢିକି ଭଲକି ବୁଝ ବୁଝି ସାରିକି ପଚାର ଏମିତି ମାନେ ବାଣ ମାଇଲା ଭଳିଆ କଥା କହିଲେ ବୁଝି ହବନି ଶୁଣ ମୁଁ ପଚାରୁଛି ତମେ କହିଲ ଯେ ଦ୍ରବ୍ୟ ମୋତେ ସମର୍ପିବ ପୁଣି ଗ୍ରହଣ ନ କରିବ ଏଇଟା ତମର କଣ ଦରକାର ନା ଆମେ ଭାବୁଛେ କେମିତି ପ୍ରଶ୍ନ ମତେ ପଚାରିବ ନାଇଁ ତମେ ରାଗିବନି ଆଜ୍ଞା ଯେ ମୁଁ ରାଗୁ ନାହିଁ ମୋ କଥା ଟିକେ ଶୁଣୁ ଯୋଉ ପ୍ରଶ୍ନ ଯେମିତି ପଚାରିଲେ ମୁଁ ଉତ୍ତର ଦେବି ଏମିତି ମୁଁ ଉତ୍ତର ଦେଇପାରିବିନି ମୁଁ କାହିଁକି ଆପଣ ତ ଭାଗବତ ସବୁ ଜାଣିଛନ୍ତି ମୁଁ ଭାଗବତ ଜାଣିନାହିଁ ସବୁ ଜାଗା ଶୁଣୁଛୁ ଏପିସୋଡରେ ଭାଗବତ ବିଷୟ ବୁଝାନ୍ତି ତମେ ଶୁଣୁଛ ମୁଁ ଶୁଣୁଛି କିନ୍ତୁ ଏମିତି ପଚାରିବନି ବୋଲି ତମେ ଆଜ୍ଞା ଆଉ ଗୋଟେ ଜିନିଷ ମୁଁ 2-3 ପଦ କହିଦେବି ଭାଗବତର ଶୁଣ ଆହାରେ ଭଲ ମନ୍ଦ ନାହିଁ ନା 4 ପଦ କହୁଛି ଆହାରେ ଭଲ ମନ୍ଦ ନାହିଁ ଯେଠାରେ ଯେମନ୍ତ ମିଳଇ ସନ୍ତୋଷେ କରଇ ଆହାର ଏଣୁ ବିଚାର ନାହିଁ ମୋର ଫଳକୁ ବହୁତେ ସନ୍ତୋଷ ନ ମିଳେ କରେ ଉପବାସ ଆହାରେ ଭଲ ମନ୍ଦ ନାହିଁ ମାନେ ସେଇ ବିଷୟରେ ଟିକେ ବୁଝିବାକୁ ପଡିବ ଭଲ ମନ୍ଦ ନାହିଁ ଅର୍ଥ ପାଉଛି ଏଇଆ କୌଣସି ଆହାରେ ଏଇଟା ଭଲ ଏଇଟା ମନ୍ଦ କୌଣସି ବିଚାର କରେନି ନା ମତେ ଯିଏ ଯାହା ଦେଲା ମୁଁ ତାକୁ ଆନନ୍ଦରେ ତାକୁ କୈବଲ୍ୟ ମନେ କରିକି ମୁଁ ତାକୁ ସମର୍ପଣ କରିଦେଇକି ମୁଁ ତାକୁ ଖାଏ ରୋଗ ଆଜ୍ଞା ଡାଇବେଟିସ୍ ହେଇଯିବ ତାକୁ ମିଠା ଦେଲେ ସେ ଖାଇବାକୁ ବାଧ୍ୟ ନା ଡାଇବେଟିସ୍ ରୋଗ ହବ ଯଦି ତାହେଲେ ତମେ ଅବଧୂତ କର୍ମ କରିବ କାହିଁକି ଯିଏ ପ୍ରକୃତ ଅବଧୂତ କର୍ମ ପାଳନ କରେ ତାକୁ ଯାହା ଦେଲେ ସୁଦ୍ଧା ତାକୁ ଡାଇବେଟିସ୍ ହବ କାହିଁକି ତମେ ଡାଇବେଟିସ୍ ଭାବିଲ ମାନେ ତମ ଡାଇବେଟିସ୍ ହେଇଗଲାଣି ତେଣୁ ଯିଏ ସାଧୁ ଯିଏ ସାଧକ ଯିଏ ସାଧନା କରିବ ଯିଏ ତାର ଜୀବ ମାନେ ଅବଧୂତ କର୍ମ କରିବ ତାକୁ ଯିଏ ଯାହା ଦେଲା ତା ଖାଇବ ତା ଅର୍ଥ ତାକୁ ମାଡ଼ିଏ ମିଠା ଖାଇବ ନା ଧର ମନେ କରାଯାଉ ତମେ ଦେଲ ମତେ ମିଠା ମୁଁ ଟିକେ ଗ୍ରହଣ କଲି ତମ ଶରୀରରେ ଯେତିକି ଗ୍ରହଣ କରିବ ସେତିକି ଗ୍ରହଣ କରିବ ନା ଆଉ ଡାଇବେଟିସ୍ ହବ ବୋଲିକି ଲୋକ ମିଠା ଖାଉନାହାନ୍ତି ନା ସେଇଟା ପଚାରୁଛି ଶୁଣ ମୁଁ କହିବା କଥା ଡାଇବେଟିସ୍ ହବ ବୋଲିକି ତାହେଲେ ମିଠା ଦୋକାନ ଉଠିଗଲାଣି ମିଠା ଦୋକାନ ଅନ୍ୟ ଲୋକ ଭଲ ଲୋକ ଅଛନ୍ତି ନା ବାସ୍ ତେଣୁ ତମେ ଯୋଉ କହୁଛ ଯେ ଡାଇବେଟିସ୍ କଥା ଏଇ ପ୍ରଶ୍ନ କାହିଁକି ସାଧୁ ଯିଏ ସାଧନା କରିବ ଯିଏ ତାକୁ ସେ କଥା କାହିଁକି କହିବ ଯୋଉମାନେ ରୋଗୀ ସେମାନେ ମିଠା ଖାଇବେ ଆଉ ସାଧକ କଣ ରୋଗୀ କି ତେଣୁ ତମେ ଭଲ ମନ୍ଦ ଯାହା ଦେଲ ସେ ସମର୍ପଣ କରିକି ତାର ଯେତିକି ଗ୍ରହଣ କରିବା ଗ୍ରହଣ କରିକି ତାର ଆନନ୍ଦରେ ରହିଲା ଏଇଟା ହଉଛି କଥା ଆଉ ଗୋଟେ କଥା ମନେ ରଖ ଅତିରିକ୍ତ ଭୋଜନ ହିଁ ପାପ ଅତିରିକ୍ତ ତମର ଯେତିକି ଦରକାର ଖାଦ୍ୟ ତାଠାରୁ ଲୋଭ କରି ଅଧିକ ଖାଇଲେ ବି ସେଟା ବି ପାପ ହେଇଯିବ ରୋଗର କାରଣ ସେଗୁଡାକ ସବୁ
लोक रोग जंत्रणा भोगुची कहीं जे कामना बासना लोभ जिहा लालसा एगुड़ा सब छाड़ी न पारिकी अधिक भोजन करिकी अनियमित भोजन करने द्वारा ही लोक रोग होउची जे साधना करिवो से युक्ताहार विहार युक्त चेतस कर्मसु बोल के युक्त स्वप्न बबोध से जोग भवती दुखहा तेणु तमें युक्त आहार संयत आहार विहार बोल कि जदि कर तुम जोग साधना कर रोग आसो कौटी डायबेटीस कौन कौ कौन तेणु से समय सी कहते तुम विचार कर घृणा कर खाद्य को धर किए कह खाद्यटा खराब यही खाद्यटा भल ये बात विचार कले मनरे गोटे विकार आसो तेणु अवधूत कहते आम मोर मनरे विकार किसी ना विकार कले तुम तलू खसल निर्विकार हवा दरकार निर्विकार ना तुम ऊपर को जापर से कहते आहारे भल ना भल मंद ना अर्थात ये जो जहाँ देला मुझे सबको समान भावे मिठा कतुर आरंभ कर खटा पर्यंत जी जहाँ देला मुझे भावे मन भितर यहीटा हूँ मोर कैबल्य हाँ चिंता कले मन रु विकार दूर हम यह कथा भागवत तो बहुत किसी अच्छी बुद्धि हो नहीं सब अच्छी ब्रह्मज्ञान आज्ञा भागवत कौन ब्रह्मज्ञान तमें भागवत को रिसर्च कर सब पाइब ता तेरह स्कंद रे अभक्ष्य भक्षी पारु रे अमापा मापी पारु तमें आगे प्रथम स्कंद पढ़ने तेर पाखु कहीं जाऊच प्रथम स्कंद जी आगे बुझन बुझी बुझी जा ये पुले पुले या छड़ पचारू कहीं मत शुणु तू तू जाना पचारू ना मत बुझे पचारू मुझे जानी ना शुण इमिति पचारबनी मत के मु तुमको कहूँ तुम जानापी किसी पचार गुरु करके पचार या छड़ मत पचारू मुझे